ମୁଁ ତ ସକାଳୁ ସକାଳୁ ଆଜି ବହୁତ ଖୁସି ହେଇଗଲି କାରଣ ମୋ ପୁଅର ଗୋଟେ ଅର୍ଡ଼ର କରିଥିଲି ଏଇଟା ଯେଉଁ ଖାଇଲା ସମୟରେ ମାନେ ଏଇଟା ପିଲାମାନେ ଆଜିକାଲି ବି ଲଗାଉଛନ୍ତି ମାନେ ଏଇଟା ୟୁଜ୍ କଲେ ବେକରେ ବାନ୍ଧିଲେ ଆଉ ଖାଇବା ଲାଗିବନି ତା ସାଇଡ଼ରେ ଆଉ ବି ଦେହ ବି ଖରାପ ହେବନି। ତ ଫାଇନାଲ ଟିଙ୍ଗା ବି ବହୁତ ଖୁସି ହେଲେ ଆଉ ମୋ ପୁଅ ବେକରେ ଲଗେଇକି ଦେଖୁନାହାନ୍ତି କେମିତି ହଉଛନ୍ତି ସେ। ଖାଲି କହୁଛନ୍ତି ତୁ ଏମିତି ଖାଇବୁ ସେମିତି ଖାଇବୁ ଯେଟା ଯାହା ବି ହଉ। ତାପରେ ସାଙ୍ଗମାନେ ସତ କହିବି ଯେତିକି ପାର୍ସଲ ଆସେ ମୋର ହଉ କି ଟିଙ୍ଗା ବୋଙ୍ଗର ହଉ କି ପୁଅର ହଉ ଯେତିକି ବହୁତ ତ ଖୁସି ଲାଗେ କିନ୍ତୁ ଅଧିକ ମୋତେ ଖୁସି ଲାଗେ ମୋ କାହ୍ନାର ପାର୍ସଲ ଆସିଲେ। ମୋ କାହ୍ନା ପାଇଁ କିଛି ମାଳା ଅର୍ଡ଼ର କରିଥିଲି ସେଇଟା ଭଲ ଆସିଛି କିନ୍ତୁ ନାଇଟ୍ ସୁଟ୍ଟା ସାଙ୍ଗମାନେ ଭଲ ଆସିଛି କିନ୍ତୁ ଟିକେ ବଡ଼ ହେଇଯାଉଛି। ମୁଁ କହିଲି କାହ୍ନା ତୋ ନା ତ କାହ୍ନା ତୁ ପିନ୍ଧିବୁ ଡ୍ରେସ୍ ମୋ କାହ୍ନା ଦେଖୁନା କେମିତି ଭିଡ଼ିକି ଆଣୁଛି। ମା ପୁଅ ଏମିତି ଟିକେ ଗେଲ ହେଇସାରିଲା ପରେ ତାକୁ ଟିଙ୍ଗାକୁ ଆସିଲେ ଖାଇବାକୁ ତ ଆଜି ଯେତେବେଳେ ବି ଖାଆନ୍ତି ମୁଁ ତ ଚଟେ ଟିଙ୍ଗାକୁ ବି ସବୁବେଳେ ଏଥର ମୋ ପୁଅକୁ ଚଟଉଛନ୍ତି। ତାପରେ ଇଭିନିଂରେ ଆସିଲେ ମୋର ଦୁଇ ଫେଭରେଟ୍ ମାଉସୀ ତ ବର୍ଷା ପାଗକୁ ଥଣ୍ଡା ଥଣ୍ଡା ଲାଗୁଥିଲା ତ ଆମେ ମିଶିକି ଚା ଏନ୍ଜୟ କରୁଥିଲୁ ଆଉ ବହୁତ ବଢ଼ିଆ ଲାଗୁଥିଲା।